21 ମାର୍ଚ୍ଚ ରାୟଗଡ଼ା ସହରର ଲାଇଫଲାଇନ୍ ବୋଲାଉଥିବା ତଥା 326 ଜାତୀୟ ରାଜପଥର ମୁଖ୍ୟ ସହରରେ ଥିବା ଫ୍ଲାଏ ଓଭରବ୍ରିଜ୍ ତଳେ ଏହାର ସପୋର୍ଟ ପାଇଁ ଖଞ୍ଜା ହୋଇଥିବା ଲୁହା ପିଲର ନିକଟରେ ନିଆଁ ଲାଗିଥିଲା। ତେବେ କିଏ ନିଆଁ ଲଗାଇଛି ନା କେଉଁ କାରଣରୁ ଲାଗିଛି ତାହା ଜଣାପଡ଼ିନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇବାକୁ ପ୍ରୟାସ କରି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାୟଗଡ଼ାରୁ କୈଳାସ ପାଣିଗ୍ରାହୀଙ୍କ ରିପୋର୍ଟ।